ପଇଁଚକୁଳ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ଆଠମଲ୍ଲିକ ବ୍ଲକ ଅଇଡ଼ା ପଞ୍ଚାୟତରେ ଅବସ୍ଥିତ ପଇଁଚକୁଳ ମହାବିଦ୍ୟାଳୟର ଆଜି ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମହାବିଦ୍ୟାଳୟ ତରଫରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଶିବିରଟିକୁ ମୁଖ୍ୟ ଅତିଥି ଭାବେ ଆଠମଲ୍ଲିକ ବିଧାୟକ ନଳିନୀକାନ୍ତ ପ୍ରଧାନ ଫିତା କାଟି ଉଦ୍ଘାଟନ କରିଥିଲେ। ମୁକ୍ତ ବକ୍ତା ଭାବେ ଅନୁଗୁଳ ଜିଲ୍ଲା ପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନ, ସମ୍ମାନିତ ଅତିଥି ଭାବେ ଆଠମଲ୍ଲିକ ପଞ୍ଚାୟତ ସମିତି ଅଧ୍ୟକ୍ଷ ଦୁଃଶାସନ ରାଉଳ, ଆଠମଲ୍ଲିକ ଏନ୍ଏସି ଅଧ୍ୟକ୍ଷା ଆଶା କୁମାରୀ ସାହୁ, 7 ନମ୍ବର ଜୋନ୍ର ଜିଲ୍ଲା ପରିଷଦ ସଭ୍ୟା କବିତା କର୍ଣ୍ଣ, କଲେଜର ସଭାପତି ଚିତ୍ତରଞ୍ଜନ କର୍ଣ୍ଣ, କଲେଜ ପ୍ରିନ୍ସିପାଲ କଳ୍ପନା ମହାନ୍ତି ଉପସ୍ଥିତ ଥିଲେ। ଏହି ରକ୍ତଦାନ ଶିବିରରେ 62 ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ପରେ ବାର୍ଷିକ ଉତ୍ସବ ସଭାରେ ମହାବିଦ୍ୟାଳୟକୁ ଭୂମିଦାନ କରିବା ବ୍ୟକ୍ତି ବଦାନ୍ୟମାନଙ୍କୁ କଲେଜ ତରଫରୁ ବିଧାୟକ ସମ୍ମାନିତ କରିଥିଲେ। ମହାବିଦ୍ୟାଳୟ ପାଇଁ ଆବଶ୍ୟକ ଥିବା ଲାଇବ୍ରେରୀ ପାଇଁ ବିଧାୟକ ପାଣ୍ଠିରୁ 10 ଲକ୍ଷ କରି 2ଟି କିସ୍ତିରେ 20 ଲକ୍ଷ ଟଙ୍କା ସହଯୋଗ କରିବେ ବୋଲି ପ୍ରକାଶ କରିଛନ୍ତି। କଲେଜର ପୂର୍ବତନ ଉଚ୍ଚପଦ ପଦବୀରେ ଥିବା ଛାତ୍ରଛାତ୍ରୀମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ଅତିଥିମାନଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା। ପିଲାଙ୍କୁ ମହାବିଦ୍ୟାଳୟର ପ୍ରାକୃତିକ ପରିବେଶକୁ ନଷ୍ଟ ନ କରିବାକୁ ଓ ପ୍ଲାଷ୍ଟିକକୁ ବର୍ଜନ କରିବେ ବୋଲି ବିଧାୟକ ପ୍ରକାଶ କରିଥିଲେ। ଶେଷରେ କଲେଜର ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଷ୍ଠା ଉତ୍ସବରେ କଲେଜର ସମସ୍ତ ଛାତ୍ରଛାତ୍ରୀ, ଅଭିଭାବକ ଓ ଅଧ୍ୟାପକ, ଅଧ୍ୟାପିକା ଓ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। ଆଠମଲ୍ଲିକରୁ ସୁମନ ବର୍ମାଙ୍କ ରିପୋର୍ଟ, ନ୍ୟୁଜ ଓଡ଼ିଶା ଟିଭି।